ଟିକେ ବନେଇବା କ'ଣ ଦହି ବାଇଗଣ। ତ ଆମର ଅଲରେଡ଼ି ଛଣା ସରିଯାଇଛି ବାଇଗଣ ଛଣା। ଏଇଟା କ'ଣ କହିଲ ମେଥି ପାନ ମହୁରି ପୁଣି ଲଙ୍କା ଅଛି, ରସୁଣ ଅଛି, ଆଉ କ'ଣ ମିରସୁଙ୍ଗା ପତ୍ର ଅଛି, ପିଆଜ ଅଛି। ଆକୁ ଫୁଟଣରୁ ଛାଡ଼ିବା। ଏଠି ଦହି ରେଡ଼ି କରି ରଖା ହେଇଛି। ବର୍ତ୍ତମାନ ଆମର ପଞ୍ଚ ଫୁଟଣ ରେଡ଼ି କରାହେଉଛି ଦହି ବାଇଗଣ ପାଇଁ। ଟେଷ୍ଟଟା ମସ୍ତ ହେବ। ତ ଗଲା ତେଲରେ ଗଲା ପଞ୍ଚ ଫୁଟଣ, ପୁଣି ଭୃଷଙ୍ଗ ପତ୍ର, ପୁଣି ଛାଡ଼ିବା ଆମେ ଲଙ୍କା, ଲଙ୍କା ପରେ ରସୁଣ ଟିକେ ଛାଡ଼ିଦେବା। ପୁଣି ଏତେ ଟାଇମ୍ ପକାଇଦେବା ପିଆଜ। ତ ଆମର ଫୁଟଣଟା ଏଇଟା ଟିକେ ପିଆଜଟା ଟିକେ ବ୍ରାଉନ୍ ହେବା ପର୍ଯ୍ୟନ୍ତ ତାକୁ ଟିକେ କଷିବା, ଏପଟ ସେପଟ ଘାଣ୍ଟିବା। ଚିନି ଟିକେ ପୁଣି ଆଡ଼୍ କରିଦେବା। ଲୁଣ ଟିକେ ଛିଞ୍ଚିଦେବା, ସ୍ୱାଦ ଅନୁସାରେ ଲୁଣ ଟିକେ ଛିଞ୍ଚିବା। ହଳଦୀ ଆମର ଅଲରେଡ଼ି ପଡ଼ିଯାଇଛି। ଫୁଟଣରେ ବାଇଗଣ ଛାଡ଼ିଦେବା, ବାଇଗଣକୁ ଟିକେ କଷିଦେବା। ଲାଷ୍ଟରେ ଆମେ ଯେଉଁ ରଖିଛନ୍ତି ଦହିକୁ ଛାଡ଼ିବା। ଏମିତି ୟାକୁ ଢାଙ୍କୁଣି ଦେଇକି ରଖିବା। ଭଲସେ ମିକ୍ସ ହେଇଗଲା ପରେ ଦହିଟା ପକାଇବା। ବର୍ତ୍ତମାନ ଆମର ରେଡ଼ି ହେଇଯାଇଛି। ଏଥିରେ କେବଳ ଦହି ଟିକେ ଆଡ଼୍ କରିଦେବା। ନାଇଁ ଥାଉ, ଏତିକି ଘାଣ୍ଟି ଦେବା। ଥାଳିରେ ରଖୁନ। ଦହିଟାକୁ ଆଡ଼୍ କରିକି ମିକ୍ସ କରିଦେବା ଭଲସେ। ଦେଖୁଛ ନା, ଯିଏ ବି ଦେଖିବ ପାଟିରୁ ଲାଳ ଗଡ଼ିବ। ଦହି ବାଇଗଣ ଏମିତି ବନେଇବ, ବନେଇ ସାରି କହିବ କେମିତି ଲାଗୁଛି। ଦେଖ କେମିତି, ଆର କଲର୍ ବି ଦେଖ କେମିତି କଲର୍ ବି ଆସିଯାଇଛି। ବର୍ତ୍ତମାନ ଆମର ଖାଇବା ପାଇଁ ରେଡ଼ି ହେଇଯାଇଛି, ସମ୍ପୂର୍ଣ୍ଣ ରୂପରେ ରେଡ଼ି ହେଇଛି ଦହି ବାଇଗଣ। କମେଣ୍ଟ କରି କହିବେ କେମିତି ଲାଗିଲା।